ବିଜେଡି ଦିବା ସ୍ୱପ୍ନ ଦେଖୁଛି। ସ୍ପଷ୍ଟ ଭାବରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ଯେଉଁଭଳି ଭାବରେ ତାଙ୍କ କର୍ମୀ ସମ୍ମିଳନୀରେ ବକ୍ତବ୍ୟ ରଖୁଛନ୍ତି ସେଥିରୁ ଜଣାପଡ଼ୁଛି ସେ ତାଙ୍କର କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ କହୁଛନ୍ତି। ସାଧାରଣ ନିର୍ବାଚନ 2029 ମସିହାରେ ହେବ। 29 ମସିହା ପର୍ଯ୍ୟନ୍ତ କର୍ମୀକୁ କିଭଳି ରଖାଯିବ ତାର ବାଟ ସେ ଖୋଜୁଛନ୍ତି ଏବଂ ସ୍ୱପ୍ନର ଲଡୁ କର୍ମୀମାନଙ୍କୁ ଖୁଆଇକି 29 ପର୍ଯ୍ୟନ୍ତ ରଖିବେ। ରଖନ୍ତୁ, ଆମେ ତାଙ୍କୁ ଶୁଭକାମନା ଜଣାଉଛୁ। ବିଜେଡି ଏବଂ କଂଗ୍ରେସ ବିଧାନସଭାରେ ଯେଉଁଭଳି ଭାବରେ ଭୂମିକା ନିଭେଇଛନ୍ତି ସାରା ଓଡ଼ିଶା ଦେଖିଛନ୍ତି। ସେମାନେ ଏକତ୍ର ଭାବରେ ବିଭିନ୍ନ ବିଷୟ ନେଇକି ଲଢ଼ିଛନ୍ତି ଏବଂ ନିର୍ବାଚନ ମଧ୍ୟ ଲଢ଼ିଛନ୍ତି। କଂଗ୍ରେସର ଯେଉଁ ପରାଜୟ ହେଲା ସେଥିରେ ସମ୍ପୂର୍ଣ୍ଣ ଭାବରେ କଂଗ୍ରେସର ନେତୃବୃନ୍ଦମାନେ ବିଜେଡି ସାଙ୍ଗରେ ଥିଲେ ଓଡ଼ିଶାବାସୀ ଜାଣିଛନ୍ତି। ତେଣୁ ଆଗାମୀ ଦିନରେ ବିଜେଡି ଏବଂ କଂଗ୍ରେସ ମିଶିବ এটা স্পষ্ট জনাপড়ুଛି। বিজেপির কিছু অসুবিধা হবে ভাঙিଯିବ जो বিজেপির কৌশি অসুবিধা হবে না। বিজেপি ক্লিয়র মেজরিটি অছি এবং বিজেপির অন্য দলর নেতা মানে মিশুଛନ୍ତି, বিশেষ করে বিজেডির নেতা মানে মিশুଛନ୍ତି। এই যে বিষয় আসছে সরকার করিবু এটা সম্পূর্ণ ভাবে দিবা স্বপ্ন। নবীন বাবুଙ୍କୁ আশ্বাস দেওয়া পাই এবং কর্মীମାନଙ୍କୁ আশ্বাস দেওয়া পাই একথা সে কହୁଛନ୍ତି। ଆଉ ସେ ଦିବା ସ୍ୱପ୍ନ ଦେଖିବା ପାଇଁ ଆମେ ତାଙ୍କୁ ଉତ୍ସାହିତ କରୁଛୁ। ସେ ଆହୁରି ସ୍ୱପ୍ନ ଦେଖନ୍ତୁ ଏବଂ ତାଙ୍କ ଦଳକୁ ବଜାୟ ରଖିବା ପାଇଁ ସେ ଯୋଜନା